ଓଡ଼ିଆରେ କୁଆଡ଼େ କଥା ଅଛି ବାପା ଥିବା ପୁଅ ସଭାରେ ହାରେନି, କିନ୍ତୁ ଏଠି ବାପା ଆଗରେ ତା ପାଠୁଆ ପୁଅଟା ଜୀବନ ହାରୁଛି। କାରଣ ଏଠି ସରକାରୀ ଚାକିରି ପରୀକ୍ଷା ନାଁରେ ଚାକିରି ନିଲାମ ଚାଲିଛି। ଆଜି ଚାଷୀ ବାପାଟା ମାଟିମା କହୁଥିବା ଚାଷ ଜମିକୁ ବାଧ୍ୟରେ ବିକି ଦେଉଛି, କାରଣ ତା ପୁଅ ଆଜି ବୁଲେଟ୍ ଚଢ଼ିବା ନିଶାଟା ତା ମୁଣ୍ଡରେ ଘାରିଛି। ପୁଅର ପାଠ ପଢ଼ା ପାଇଁ ବୁଢ଼ା ବାପାଟା ଆଜି ବି ବିଲରେ ଖଟୁଛି, କିନ୍ତୁ ଏଠି ତା ପୁଅର ହାତଟା କଲମ ଜାଗାରେ ଚିଲମ ଧରି ଦେଇଛି। ଆଜି ଗରିବ ମାଆଟା ତା ହାତର ଆଉ ପଟେ ଶଙ୍ଖା ବିକି ଦେଇଛି, କାରଣ ସହରକୁ ଗଲା ପରେ ତା ସାଧା ସିଧା ଝିଅର କସ୍ମେଟିକ୍ ଖର୍ଚ୍ଚଟା କୁଆଡ଼େ ବଢ଼ିଯାଇଛି। ବାପା ମା ମରିଗଲେ 10 ଦିନ ପୁଅ ସେଲ୍ଫି ଆଉ ଝିଅ ରିଲ୍ସ କରିପାରୁଛି, କିନ୍ତୁ ପ୍ରେମରେ ବିଫଳ ହେଲେ ଦୁଃଖ ନ ସହିପାରି ପ୍ରେମିକଟା ଫାଶୀରେ ଝୁଲି ଯାଉଛି। ଆଜି ଏମିତି ସମୟ ଆସିଛି, ଓଡ଼ିଶାରେ ଓଡ଼ିଆ ଅସ୍ମିତା ଖୋଜା ଚାଲିଛି, ହେଲେ ଓଡ଼ିଆ ମାଟିରେ ଗଢ଼ି ଉଠିଥିବା କିଛି ସ୍କୁଲରେ ଓଡ଼ିଆ କହିବାକୁ ହିଁ ମନା ହେଇଛି। ଭାଇ ଆଉ ଭାଇକୁ ନ କହି ହାଏ ବ୍ରୋ ବୋଲି କହୁଛି, ସେଥିପାଇଁ ବୋଧେ ଠିକ୍ରେ ଓଡ଼ିଆ କହିପାରୁନଥିବା ଓଡ଼ିଆ ପୁଅଟା ସ୍ପୋକନ୍ ଇଂଲିଶ କ୍ଲାସ୍ ଯାଉଛି। ଓଡ଼ିଆ ପିଲା ଓଡ଼ିଆ ମାଟିର ମଣିଷ ବହିଟାକୁ ଛାଡ଼ି ଦ ୱେଷ୍ଟର୍ଣ୍ଣ ଲାଇଫ୍ ବୁକ୍ଟାକୁ ପଢ଼ୁଛି, ସେଥିପାଇଁ ବୋଧେ ଆଜିର ଓଡ଼ିଆ ପୁଅ ଫକୀରମୋହନ କିଏ ବୋଲି ପ୍ରଶ୍ନ କରୁଛି। ଆଜିର ପିଲା ହଲିଉଡ଼ର ଆଇରନ୍ ମ୍ୟାନ୍କୁ ଆଦର୍ଶ ବୋଲି ମାନି ନେଇଛି, କିନ୍ତୁ ଆମ ଲୌହ ମାନବ ସର୍ଦ୍ଦାର ପଟେଲକୁ ସେ କାହିଁ ଭୁଲି ଯାଇଛି। ଦେଶ ରକ୍ଷା ପାଇଁ ଆମ ଶହ ଶହ ସୈନିକଙ୍କ ଜୀବନ ଚାଲି ଯାଉଛି, କିନ୍ତୁ ଆମ ଯୁବପିଢ଼ି ଫ୍ରି ଫାୟାର ପବଜିରେ ମିଛ ବନ୍ଧୁକକୁ ଧରି ମଜା ନେଉଛି। ଦେଶରୁ କୋଟି କୋଟି ଟଙ୍କା ନେଇ ଚୋର ବିଦେଶରେ ମଜା ନେଉଛି, ଋଣ ନ ସୁଝି ପାରି ସ୍ୱାଭିମାନୀ ଚାଷୀଟା ଜୀବନ ହାରି ଦେଉଛି। ଯୌତୁକ ନେବାକୁ ଏଠି ନିର୍ଯାତନା କୁହାଯାଉଛି, ହେଲେ ଚରିତ୍ର ପୂର୍ବରୁ ଏଠି କାହିଁକି ପୁଅର ସାଲାରୀ ପଚରା ଯାଉଛି। ଆଜି ବି ସ୍ୱାଧୀନତା ସଂଗ୍ରାମ ଚାଲିଛି, ସ୍ୱାଧୀନତାର ଅନ୍ୟ ନାମ ବୋଧେ ଆଲିମନି ହେଇଯାଇଛି। ବାପା ଝିଅକୁ ତାଗିଦ କଲେ ଝିଅ ବାପାର ଭଲ ପାଇବା ଦେଖିପାରୁଛି, କିନ୍ତୁ ସ୍ୱାମୀ ତାଗିଦ କଲେ ତାକୁ କାହିଁକି ଛାଡ଼ପତ୍ର ମଗାଯାଉଛି। ଘୋର କଳିକାଳ ବୋଧେ ଆସିଛି, ଆଜି ସାବିତ୍ରୀ ନିଜେ ବେଳେବେଳେ ଯମ ସାଜୁଛି, ସେଥିପାଇଁ ବୋଧେ ବେଳେବେଳେ ଡ୍ରମ୍ ଭିତରୁ ସତ୍ୟବାନର ଶବଟା ମିଳୁଛି। ଆଜିର ସାବିତ୍ରୀ ସ୍ୱାମୀଠାରୁ ଆଶୀର୍ବାଦ ଜାଗାରେ ସୁନା ଅଳଙ୍କାର ବେଶୀ ଖୋଜୁଛି, କିନ୍ତୁ ସମସ୍ତେ ଖରାପ ନୁହନ୍ତି। ଆମମାନଙ୍କ ପାଖରେ ଆମର ମାଆମାନଙ୍କ ପରି ଏଇ ନାରୀମାନେ ଅଛନ୍ତି। ପୁରୁଷକୁ କାନ୍ଦିବାକୁ ସମାଜରେ ମନା କରାଯାଇଛି, ସେଥିପାଇଁ ବୋଧେ ପୁରୁଷ ଆତ୍ମହତ୍ୟା ସଂଖ୍ୟାଟା ଦିନକୁ ଦିନ ବଢ଼ି ଯାଉଛି। ଗାଁରେ ବୋହୂ ମୁଣ୍ଡରୁ ଓଢ଼ଣା ଖସିଲେ ତାକୁ ବେସଂସ୍କାରୀ କୁହାଯାଉଛି, ରାତି ଅଧରେ ସହରରେ ବାର ଫେରନ୍ତା ବୋହୂଟାକୁ ଇଣ୍ଡିପେଣ୍ଡେଣ୍ଟ ଲେଡି କୁହାଯାଉଛି। ମଦ ପିଉଥିବା ଲୋକକୁ ଅସଭ୍ୟ କୁହାଯାଉଛି, କିନ୍ତୁ ଘର ଉପରେ ମିନି ବାର କଲେ ତାକୁ ଷ୍ଟାଟସ୍ କୁହାଯାଉଛି। ଗରିବ ଲୋକଟେ ମଦ ପିଇ କ୍ୟାନ୍ସର ହେ ଟଙ୍କା ଅଭାବରେ ମରିଯାଉଛି, ଧନୀ ଲୋକଟେ ମଦ ପିଇ କେତେବେଳେ ଗଛରେ ତ କେତେବେଳେ କାହା ପଛରେ ଗାଡ଼ି କୁଟି ଦେଉଛି। ଶେଷରେ ଏତିକି କହିବି, ଧନୀ ହେଉ କି ଗରିବ, ଏ ମଦଟା ଜୀବନ ନେଉଛି। ଯଦି କିଛି ଭୁଲ କହି କାହା ମନରେ ମୁଁ କିଛି କଷ୍ଟ ଦେଇଛି, ମୁଁ ଓଡ଼ିଆ ପୁଅ ନିଖିଲ ଯିବା ପୂର୍ବରୁ ଆପଣ ସମସ୍ତଙ୍କୁ ହାତ ଯୋଡ଼ି କ୍ଷମା ମାଗୁଛି।